ସାଙ୍ଗମାନେ ଲୋକଟି ଯେମିତି ଯାଦୁର ସର୍କଲ ଭିତରେ ପଶି ଯାଉଛି ସେମିତି ଉପରକୁ ଉଡ଼ି ଯାଉଛି। ଆଉ ଠିକ୍ ସେଇ ଟାଇମରେ ଏସବୁ ଘଟଣା ଗୋଟିଏ ଲୋକ ଦେଖି ନେଉଛି। ଆରେ ଲୋକଟି କ'ଣ ହଠାତ୍ ଏମିତି ଉପରକୁ ଉଡ଼ିଗଲା କିଛି ତ ବୁଝା ପଡୁନି। ସେ ଜାଗା ଉପରକୁ ଯାଇକି ଦେଖିଲେ ଜଣା ପଡ଼ିବ। ଆଉ ସେ ଲୋକଟି ପୁରା ଉଡ଼ି ଉଡ଼ିକା ଅନ୍ତରିକ୍ଷକୁ ଚାଲି ଯାଉଛି। ଆରେ ମୋ ସହିତ ଏମିତି କ'ଣ ହେଉଛି? ମୁଁ କ'ଣ ପୃଥିବୀ ବାହାରକୁ ଚାଲି ଆସିଲିଣି ଆଉ ଆସିକି ଚନ୍ଦ୍ରରେ ପଡ଼ିଲିଣି? ଆରେ ଭାଇ ମୁଁ ଏଇନା କ'ଣ କରିବି ଏକୁଟିଆଟା ଏଇ ଚନ୍ଦ୍ରପୃଷ୍ଠରେ? ପୃଥିବୀକୁ ତ ଆଖି ପାଉନି, ମୁଁ ଏଇନା କେମିତି ଯିବି? ଆଉ ତଳେ ଥିବା ଲୋକଟି ଖୋଜି ଖୋଜି ଯେତେବେଳେ ସେ ବି ସେ ଯାଦୁର ସର୍କଲ ଭିତରେ ପଶି ଯାଉଛି ସେ ଲୋକଟି ବି ସିଧା ଉପରକୁ ଉଡ଼ିବାକୁ ଲାଗୁଛି। ଆଉ ସେ ବି ଉଡ଼ି ଉଡ଼ିକା ଯାଇକି ସେ ଲୋକଟି ପାଖରେ ପଡ଼ି ଯାଉଛି। ଆରେ ଭାଇ ତୁ ପୁଣି କେମିତି ଆସିଲୁ ଚନ୍ଦ୍ରପୃଷ୍ଠକୁ? ଆରେ ଭାଇ ତୁ ଯେମିତି ସେ ଯାଦୁର ସର୍କଲ ଭିତରେ ପଶିକି ଉଡ଼ି ଉଡ଼ିକି ଆସି ଚନ୍ଦ୍ରପୃଷ୍ଠରେ ପଡ଼ିଲୁ ମୁଁ ବି ସେମିତି ପଶିଗଲି ଆଉ ଏକାବେଳକେ ଏଠି ଆସି ପଡ଼ିଲି। ଆରେ ଭାଇ ଠିକ୍ ଯେ ହେଲେ ଆମେ ଏଇନା କେମିତି ଏଇ ଚନ୍ଦ୍ରପୃଷ୍ଠରୁ ଆମ ପୃଥିବୀକୁ ଯିବା ମୁଁ ତ କିଛି ଜାଣିପାରୁନି। ଚାଲ ଗୋଟେ କାମ କରିବା, ମରିବା ପଛକେ ଏକାବେଳକେ ଆମେ ଦୁଜଣଯାକ ପୃଥିବୀ ଉପରକୁ ଡେଇଁ ପଡ଼ିବା। ଆଉ ସେ ଲୋକ ଦୁଜଣ ହାତ ଧରା ଧରି ହେଇକି ଏକାବେଳକେ ପୃଥିବୀକୁ ଡେଇଁ ପଡ଼ୁଛନ୍ତି ଆଉ ଆସିକି ଯାଦୁର ସର୍କଲ ଭିତରେ ପଡ଼ୁଛନ୍ତି। ସାଙ୍ଗମାନେ ଆପଣମାନେ ଯଦି ପୃଥିବୀରେ ଅଛନ୍ତି ତାହେଲେ ଗୋଟେ ଲାଇକ୍ କରନ୍ତୁ ଆଉ କମେଣ୍ଟ ବକ୍ସରେ ୟେସ୍ ଲେଖିକି ସେଣ୍ଡ କରନ୍ତୁ।